नमः शिवाय। कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। शिवपुराण तृतीय खंड। आजिर विषय रही दशाननर हर सेवा वर प्राप्ति। सर्व ऋषि गण शोण मानस मजाए पितांक वचने दश शिरत सोई आनंद होइला निजे आपणा मनर भालई निश्चय हेबि मोहिनर वर विचारिए सन पिता मातांक चरण करई वंदना होई आनंदित मन उत्तर दिग को मुख बुलाई नृपति विश्रवानंदन तहि बाहरे झटति उद्वेलित मन सेहि गमन करई पथ हेरी हिमालय प्रवेशिला जाई हेमगिरी शोभा देखी करी दशानन चौदिग को चाहिला आनंद होइण अदिने मंद मलय गंध बहिनिए सारा वन को सुबासे चहटाई दिए तरुलता गुण में स्थान अछि परिपूर्ण झड़ भूतले पड़ी फूल नाना जेवन अति आनंद रे चरित ही गाभिमान ढाली देइछन्ति क्षीर खणा मान पुन पक्षी माने कोलाहल करुथान्ति तही घन घन कोकिल उच्चरे राबुथाई बहुछि जाह्नवी शब्द शुभे कळ कळ गड़ई जाह्नवी जल अत्यंत शीतल बांछा बट से जाह्नवी पूर्व तटरे विश्रवानंदन आसी मिलिला सेठारे से स्थान सुरम्य उपमन्यु आश्रम रे तपोवनर सौंदर्य जनमन हरे शिष्यगण माने थांती संगरे तांकर चक्षु बुझी बसी थांती तही मुनिवर सेठारे स्तव कले से जोड़िबे निकर परम ब्रह्म साधु मोह परे कृपा कर शिष्य करी रख मते आहे तपोधन से भी सर्वदा मोहि तुम भरी जे चरण विश्रवा ऋषिक कनिष्ठ नंदन जान ज्येष्ठ भ्रात धनपति मोहर प्रमाण उपदेश आपणक ठारु पाई करी हृद मने मनाइबि त्रिपुरैरी उपमन्यु रावणर शुणिए वचन बोइले तुहि तो अटु विश्रवानंदन तुहि दशानन भक्त अटु शिवंकर तोते देखी आनंदित हेला मन मोर। तो
ତୋତେ ଚାହିଁ ଆନନ୍ଦିତ ହେଉଅଛି ମନ। ଶିବ ଭକ୍ତଙ୍କର ମଧ୍ୟେ ହୋଇବୁ ଗଣନ। ଜିଣିବୁ ସାରା ସଂସାର ଆରେ ଦଶ ଶିର। ସେ ଲକ୍ଷଣ ମାନ ଅଛି ଶରୀରେ ତୋହର। ସମସ୍ତ ବିଷୟ ଜାଣୁ ଶଙ୍କର ଆଜ୍ଞାରେ। ସକଳ କଥା କହିଲି ତୋହରି ଆଗରେ। ଏମନ୍ତ କହିଣ ମୁନି ଆନନ୍ଦ ମନରେ। ରାବଣକୁ ସମୀପରେ ନେଇ ବସାଇଲେ। ସଦାଶିବଙ୍କର ସାର ମନ୍ତ୍ର ପଞ୍ଚାକ୍ଷର। ସେ ମନ୍ତ୍ର କହିଲେ ଋଷି ରାବଣ କର୍ଣ୍ଣର। ସହସ୍ର ନାମ ଶିବଙ୍କର ବୁଝାଇ କହିଲେ। ବିଶ୍ରବାଙ୍କ ସୁତ ଉଚ୍ଚ ମନୋହରସରେ। ପୂର୍ବେ ଏହି ନାମ ଜପୁଥିଲେ ମୁନିଗଣ। ସ୍ୱୟଂ ସଦାଶିବ ତାଙ୍କୁ ହୋଇଲେ ପ୍ରସନ୍ନ। ଶୁଣି ଦଶାନନ ବେନି କର ଯୋଡ଼ି ବୋଲେ। ଆହେ ଗୁରୁଦେବ ମୋରେ ସୁଦୟା କରିଲେ। ଆପଣଙ୍କର ଦୟାରୁ ଶିବଙ୍କୁ ସେବିଣ। ମନୋବାଞ୍ଛା ମୋର ନିଶ୍ଚୟ କରିବି ପୂରଣ। ଶିବଙ୍କର ସହସ୍ର ନାମ ମୋତେ ଦେଲେ କହି। ପ୍ରୟୋଗ କରିବା ବିଧି ଦିଅନ୍ତୁ ବତାଇ। ଶିବ ପଞ୍ଚାକ୍ଷର ମନ୍ତ୍ର ଗୁପ୍ତ ଅଟଇ। ଶିଷ୍ୟଙ୍କୁ କେବଳ ଗୁରୁ ପାରନ୍ତି ଟିକହି। ହୃଦୟକୁ ଆପଣ ତ ଜିଣିଲେ ମୋହର। ଋଷି ଛନ୍ଦ କଥା ମତେ କୁହ ମୁନିବର। ମନ୍ତ୍ର ଅଭ୍ୟାସିବ ଯେବେ ତା ତଥ୍ୟ ନ ଜାଣି। ସଫଳ ନହିବ କାର୍ଯ୍ୟ ଏହା ଥାଅ ଜାଣି। ପ୍ରୟୋଗ ନ ଜାଣି ମନୁ ଯେ ଜନ ଜପଇ। ଅନୁତାପ ବଢ଼େ ତାର କର୍ମ ହୁଏ ନାହିଁ। ଯେତେ ଜପିଲେ ସେ ମନ୍ତ୍ର ତା ବ୍ୟର୍ଥ ହୁଅଇ। ପିତାମହଙ୍କ ମୁଖରୁ ଶୁଣିଅଛି ମୁହିଁ। ରାବଣ ମୁଖରୁ ଶୁଣି ଏସନ ବଚନ। କହନ୍ତି ଯେ ଉପମନ୍ୟୁ ଶୁଣ ତୁ ରାବଣ। ଯେଉଁ ବ୍ୟକ୍ତି ସଦାଶିବ ଭକତ ଅଟଇ। ସୁନିର୍ମଳ ଚିତ୍ତେ ତାଙ୍କ ପଦରେ ଖଟଇ। ଶିବଙ୍କର ସହସ୍ର ନାମ ଯେ କରେ ପଠନ। ପଞ୍ଚାକ୍ଷର ମନ୍ତ୍ର ଜପୁଥାଏ ପ୍ରତିଦିନ। ଭକତି ମୁକତି ବେନି ସେ ମନ୍ତ୍ର ଦିଅଇ। ନୀତି ଯେବେ ପଞ୍ଚାକ୍ଷର ମନ୍ତ୍ର ଜପୁଥାଇ। ହରସ ନିଜ ମନକୁ କରିଣ ଯେ ସ୍ଥିର। ଶିବ ସହସ୍ର ନାମ ଜପଇ ଦୁଇବାର। ଶିବଙ୍କ କଳା ସେ ଜନ ଅଙ୍ଗରେ ବଢ଼ଇ। ତା ସଙ୍ଗରେ ଆନ ଜନ ସମାନ ନୁହଇଁ। 3 ସହସ୍ର ନାମ ଯେ କରେ ପଠନ। ବୁଦ୍ଧି ହୁଅଇ ଆୟୁଷ ସୁଖେ ରହେ ଜନ। 5 ସହସ୍ର ନାମ ଯେ ଜପ କରଇ। ଦେବଶ୍ରୀମାନଙ୍କୁ ସେହି ମୋହିତ କରଇ। ସହସ୍ରେ ପଦ୍ମ ତାଙ୍କ ନାମ ଯେ ପଠନ କରେ। ସମ୍ପଦ ବଢ଼ଇ ଗଣା ସେହୁ ଭକତରେ।
10,000 ଗଣି ଯେ କରଇ ପଠନ, ବଶ ହୁଅନ୍ତି ତାହାର ନରପତିମାନ। ଦଶାୟୁତ ସହସ୍ର ନାମ ଯେ ଜପ କରଇ, ଅତୁଳ ସମ୍ପଦ ପାଏ ସତ୍ୟ ବାକ୍ୟ ଏହି। ଲକ୍ଷେ ସଂଖ୍ୟା ସହସ୍ର ନାମ ଜପେ ଶିବଙ୍କର, ଅକ୍ଳେଶରେ ଜୟ କରି ପାରଇ ତ୍ରିପୁର। 7,12,000 ନାମ ଯେ ଜପଇ, ମହେଶ୍ୱରଙ୍କର ସମ ସେ ନର ଅଟଇ। ସହସ୍ର ନାମ ପ୍ରୟୋଗ ବିଧି ମନ ଦେଇ, କହୁଅଛି ଶୁଦ୍ଧି ଶୁଣ ମନ କର୍ଣ୍ଣ ଦେଇ। ସହସ୍ର ନାମ ଶଙ୍କରଙ୍କର ସାର ହୋଇ, ଚଣ୍ଡୀ ମୁନିବର ଛନ୍ତି ଏହି କଥା କହି। ଶ୍ରୀ ଭଗବାନ ଶଙ୍କର ତ୍ରିଶଙ୍କୁ କହି, ଜୀବ ବୋଲିଣ ଏହାକୁ ସ୍ୱୀକାର ଦିଅଇ। ଶକ୍ତି ନ୍ୟାସ କଥା ଏବେ ଶୁଣ ଦେଇ ମନ, କାମ ଧ୍ୱଂସନ ଈଶ୍ୱର କାଳ ବୋଲି ଜାଣ। ପିନାକଧାରୀ ଶଙ୍କର ବହୁ ଆନନ୍ଦିତ, ଶିବ ଭବ ସଦା ଶିବ ପ୍ରାପ୍ତ ଧନୁ ତତ୍ତ୍ୱ। ଏସନ ବାଳକ କଥା ଶୁଣ ଦେଇ ମନ, ଦିବ୍ୟ ଗତି ପ୍ରାପ୍ତ ହେବ କରିଲେ ଶ୍ରବଣ। କପର୍ଦ୍ଦିକ ରୁଦ୍ର ମହାଦେବ ତ୍ରିଅମ୍ବକ, ବୈଶ୍ୱଦେବ ଅକ୍ଷୟ ସୁର ବିନାଶକ। ଥରକୁ ଥର ଏହାକୁ କରିବ ପଠନ, ତଦନ୍ତ କରିବା ଅନୁକ୍ରମ ଯୋଗ ଜାଣ। ସହସ୍ର ନାମ ପଠନରେ ଯେ ଫଳ ମିଳଇ, ଶ୍ରବଣେ ପାତକ ମାନ ବିନାଶ ହୁଅଇ। ଶୁଦ୍ଧ ମନେ ଏକବାର ପଠନ ଯେ କରେ, ଦୁର୍ଗତି ଅରିଷ୍ଟ ପାତକ ଯାଏ ଯେ ଦୂରେ। ପାଠ କରଇ ଯେ ମନ ଏକବାର, ମନସ୍କାମନା ସକଳ ପୁରିବ ତାହାର। ତୟଧର ପାଠ କଲେ ରୋଗ ନାଶ ଯାଇ, ସର୍ବାଙ୍ଗ ତାର ଅତ୍ୟନ୍ତ ସୁନ୍ଦର ଦିଶଇ। ପଞ୍ଚବାର ଯେହୁ ଜନ କରଇ ପଠନ, ସିଦ୍ଧି ଅର୍ଥ ଲାଭ କରେ ଶୁଣ ଦଶାନନ। ସପ୍ତବାର ଯେଉଁ ଜନ ପଠନ କରଇ, ଚୌର ହେଉଥିବା ଧନ ସମ୍ପଦ ମିଳଇ। ଅଷ୍ଟବାସ ପ୍ରବାସରେ ଯେ ନର ଜପଇ, ନିଦ୍ୱନ୍ଦରେ ସେହି ଜନ ଚାହରେ ମିଳଇ। ନବଥର ଯେହୁ ସହସ୍ର ନାମକୁ ପଢ଼ଇ, ଗୋଳ ଯୁଦ୍ଧେ ଜୟ କରି ଘରକୁ ଫେରଇ। 10,12 ସ୍ଥିର ମନେ ଯେ ପଠନ କରେ, ମନ୍ତ୍ରମାନ ସିଦ୍ଧି ହୁଏ ତାର ନିଶ୍ଚିନ୍ତରେ। ସହସ୍ର ନାମକୁ 11 ଥର ଯେ ପଢ଼ଇ, ନାଶ ଯାଏ ପାପ ପୁଣ୍ୟ ତାହାର ବଢ଼ଇ। ଦୋଷ ମନେ 15 ଥର ଯେ ପଢ଼ଇ, ଦୋଷ ମନେ 15 ଥର ଯେ ପଢ଼ଇ। ଦୋଷ ମନେ 15 ଥର ଯେ ପଢ଼ଇ, ସମସ୍ତ ଶତ୍ରୁ ବିନଷ୍ଟ ତାହାର ହୁଅଇ। ଉଚ୍ଚାଟ କରିବା ପାଇଁ ବଳାଇଲେ ମନ,
ସପ୍ତଦଶ ବାର ତାହା କରିବ ପଠନ। ଇନ୍ଦ୍ର ଆଦି ଦେଖି ତାହା ହେବେ ଉଚ୍ଚାଟନ। ଅନ୍ୟଥା ନୁହଁ ଏହା ଶୁଣ ଦଶାନନ। ଅଷ୍ଟାଦଶ ବାରେ ସ୍ତମ୍ଭନ ଯେ ହୋଇଥାଇ, ଲୋକେ ବଶ ହେବା କଥା କହିବା ବୁଝାଇ। ବିଂଶ ବାର ଯେହାକୁ କରିବ ପଠନ, ତା ବଶରେ ବଶ ରହିବେଟି ସର୍ବଜନ। ପଞ୍ଚବିଂଶ ବାର ଶୁଦ୍ଧ କରି ଯେ ପଢ଼ିବ, ଯାହାକୁ ଚାହିଁବ ସେହିଟି ବଶ କରିବ। ଅଷ୍ଟବିଂଶ ବାର ଯେହୁ କରିବ ପଠନ, ତା ମୁଖେ ଚାହିଁ ସନ୍ତୋଷ ହନ୍ତି ସର୍ବଜନ। ତ୍ରିଶ ବାର ଏହି ମନ୍ତ୍ର ଯେ କରେ ପଠନ, ଯେଉଁ ଫଳ ପାଏ କହୁଅଛି ଦଶାନନ। ସେ ପାଠ ଯୋଗ ସିଦ୍ଧ ଯେ ହୁଏ ବିଂଶ ବାହା, ସିଦ୍ଧଙ୍କ ମଧ୍ୟରେ ଶ୍ରେଷ୍ଠ ଶୁଣ ନର ନାହା। 32 ଥର ଯେ ମନ୍ତ୍ର କରଇ ପଠନ, ଯୋଗୀମାନଙ୍କ ମଧ୍ୟରେ ସେ ଜନ ଉତ୍ତମ। ଦୃଢ଼ ଭକ୍ତି ହୁଏ ସଦା ଶିବଙ୍କ ଚରଣେ, ପଶୁପତି ଦୟା ରଖିଥାନ୍ତି ସେହି ଜନେ। 34 ବାର ଯେହୁ ପଠନ କରଇ, ଅପୁତ୍ରିକ ଦୋଷରୁ ସେ ମୁକ୍ତି ଲଭଇ। ଶିବ ସହସ୍ର ନାମ ଯେ ପଢ଼େ 50, ନୃପଙ୍କ ପ୍ରିୟ ସେହି ସଦା ଶିବ ଯେ ଭକ୍ତ। 60 ବାର ଯେ ସହସ୍ର ନାମକୁ ପଢ଼ଇ, ନାନା ଉପଚାର ମାନ ସେ ଜନ ଭୁଞ୍ଜଇ। ପଦ୍ମାସନେ ବସି ପଢ଼ଇ 70 ବାର, ଶୋଷି ପାରେ ସେହି ଜନ ସମୁଦ୍ରର ଜଳ। 80 ଥର ଯେଉଁ ଜନ କରଇ ପଠନ, ଆତୁଳ ସମ୍ପଦ ଭୋଗ କରଇ ସେ ଜନ। 9 ବାର ଶୁଦ୍ଧ ଭାବେ ଯେ ଜନ ପଢ଼ଇ, ଦିଗ ବିଜୟ ସେହୁ ଜନ ସଂସାରେ କରଇ। 7 ବାର ଏକ ମନେ ପଢ଼ଇ ଯେ ଜନ, ହୁଏ ବଳିୟାର ସଦା ଶିବଙ୍କ ସମାନ। ଉଚ୍ଚାରଣ କରେ ଅଷ୍ଟୋତ୍ତର ଶତନାମ, ସିଦ୍ଧ ପ୍ରସିଦ୍ଧି ସକଳ ଲଭଇ ସେ ଜନ। ସହସ୍ର ଥର ଶୁଦ୍ଧ ମନେ ଯେ ଜନ ପଢ଼ଇ, ସେହି ଶିବ ବୋଲି ତାକୁ ସଂସାର କହଇ। ଶିବଙ୍କ ସ୍ୱରୂପ ସେହି ନରଟି ହୁଅଇ, ସକଳ ପ୍ରାଣୀ ପୂଜନ୍ତି ବଡ଼ ଭାବି ନେଇ। ପ୍ରୟୋଗ ବିଧି ଏପରି ଶୁଣ ଦଶ ଶିର, ବୁଝାଇ ନ କହିଲଇଁ ତୋତେ ସୁନା ଶିର। ଶିବ ପୂଜା ବିଧି କଥା ଶୁଣ ଦେଇ ମନ, ନାହିଁ ସକଳ କାର୍ଯ୍ୟ ଯେ ହେବ ସମାପନ। ସଦା ଶିବଙ୍କୁ ଯେ ଜନ ନିରତେ ପୂଜଇ, ନୀତିଲିଙ୍ଗକୁ ପୂଜିବ ସତ୍ୟ କଥା କହି। ଗନ୍ଧ ପୁଷ୍ପ ନୈବେଦ୍ୟ ଶିବଙ୍କୁ ଦେଇଣ, ଧୂପ ଦୀପ ଦେଇ ପୂଜ ତାହାଙ୍କ ଚରଣ। ଗଣନାଥ ପୂଜି ବୃକ୍ଷାଦି ଯେ ସହିତ, ସୋମରି ତାହାଙ୍କ ରୂପ ହୃଦରେ ସତତ।
ଶୈବାଗ୍ନି ଜଳାଇଣ ଯେ କୁଷ୍ମାଣ୍ଡି କରଇ ଶିବ ପଞ୍ଚାକ୍ଷର ମନ୍ତ୍ରେ ଘୃତାହୁତି ଦେଇ ଯେଉଁ ପ୍ରାଣୀ ପୂଜା କରେ ପରି ବିଧିରେ ସଦାଶିବଙ୍କ ରୂପକୁ ଦେଖଇ ବିଧିରେ ସେବା ପୂଜା କରି ମନ୍ତ୍ର ପ୍ରୟୋଗ କରଇ ସଦାଶିବ ତୋଷ ହୁଅନ୍ତି ସତ୍ୟ ଗିର ଏ ଅଟଇ ଶୁଦ୍ଧ ମନେ ବସ ଏବେ ଯାଇ ବୀରବର ଭକତିରେ ଆରାଧନା କର ଯା ଶଙ୍କର ମନସ୍କାମନା ତୋହର ହୋଇବ ପୂରଣ ବର ଦେବେ ହରସରେ ପ୍ରଭୁ ପଞ୍ଚାନନ ଭଜୟନ୍ତି ବ୍ରହ୍ମା ସୁତ ଶୁଣ ମୁନିଗଣ ଉପମନ୍ୟୁ କଞ୍ଚିନରୁ ତର ହେଲେ ଜାଣ ଦଶାନନ ଉପଦେଶ ତାଙ୍କ ଠାରୁ ପାଇ ଅନେକ ହରସ ସେହି ମନରେ ହୁଅଇ ପ୍ରଦକ୍ଷିଣ କରି ତାଙ୍କୁ ଅତି ଭକ୍ତି ଭରେ ହରସେ ନ ମିଳି ସେହି ତାଙ୍କ ଚରଣରେ ଧାତିକାରେ ଚଳିଗଲା ଲଭିସୁ କଲ୍ୟାଣ ଶିବ ନାମ ମୁଖରେ ସେ କରୁଛି ଗାୟନ ସିଦ୍ଧବନ ଭୂମି ଅତି ପବିତ୍ର ଅଟଇ ବିଶ୍ରବା କୁମାର ତହିଁ ପ୍ରବେଶିଲା ଯାଇ ପ୍ରବେଶି ସେ ବନରେ ଯା କରିବ ବିଚାର ଅଳ୍ପ ଦିନରେ ପ୍ରାପ୍ତ ହୋଇବ ସେ ଫଳ ସେବନରେ ବାସ କରିଥାନ୍ତି ମୁନିଗଣ ପତିତ ପାବନୀଙ୍କର ସେହି ବିଜେ ସ୍ଥାନ ଦଶାନନ ଏକ ଲିଙ୍ଗ କରିଣ ସ୍ଥାପନ ଶୁଦ୍ଧ କଲା ଶରୀର କରିଣ ଜଳେ ସ୍ନାନ ନାନା ପୁଷ୍ପ ଫଳ ବନସ୍ତରୁ ସେ ଆଣିଲା ସ୍ଥିର ମନ କରି ପଦ୍ମାସନରେ ବସିଲା ପଞ୍ଚାକ୍ଷର ମନ୍ତ୍ର ଜପୁ ଥାଇ ଦଶାନନ ଷୋଡ଼ଶ ଉପଚାରେ କରିଲା ପୂଜନ ଲକ୍ଷେ ସହସ୍ର ନାମ ପଢ଼ି ସଦାଶିବଙ୍କର ସ୍ତୁତି କଲା ହରସରେ ଯୋଡ଼ିବେ ନିକର ଶୁଦ୍ଧ ମନେ ପଞ୍ଚାକ୍ଷର ମନ୍ତ୍ର ଯେ ଜପଇ 1,00,000 ବୀର ଗଲା ପୂରଣ ଯେ ହୋଇ ଅଗ୍ନିକୁଣ୍ଡରେ ଅଗ୍ନି କରିଲା ଯେ ସ୍ଥାପନ ଖଣ୍ଡ ବନାଇଲା ସମିଧ କରିଲା ସ୍ଥାପନ ଅଗ୍ନି ଲଗାଇ ସମିଧ ଥୋଇଲା ତାପରେ ଗୁଆ ଘୃତ ପକାଇଣ ଆହୁତି ସେ ଦେଲେ ମନ୍ତ୍ରରାଜ ପଞ୍ଚାକ୍ଷର କରିଲା ପଠନ ନ ପାଇଲା ତଥାପି ସେ ଶିବଙ୍କ ଦର୍ଶନ 1 ବର୍ଷ ଯାଏ ବସି ବିରଚିଲା ହୋମ ନ ପାଇଲା ସଦାଶିବଙ୍କର ଚିହ୍ନ ବର୍ଣ୍ଣ ବିଂଶକର ଯୋଡ଼ି ପୁଣି ସ୍ତୁତି ଉଚ୍ଚାରଇ ଏକ ମୁଣ୍ଡକୁ ମୋଡ଼ିଲା କୋପ ଭର ହୋଇ ଟହ ଟହ ହସି କରି ବଚନ କହଇ ନ ଶୁଣିଲେ ଶିବ ପ୍ରାଣ ବିସର୍ଜିବି ମୁହିଁ ନବଗୋଟି ମସ୍ତକକୁ ମୋଡ଼ି ଦଶାନନ ଅନଳେ ନିକ୍ଷେପିଲା ସେ ହୋଇ କ୍ରୋଧମନ ଏକ ମସ୍ତକ ହୋଇ ଯେ ରହିଣ ଛଇ ଘୃତ ପକାଇ ଅଗ୍ନିଙ୍କୁ ଦିଅ ଜୋରେ ଜଳାଇ
ପ୍ରଚଣ୍ଡ ରୂପ ଧରିଣ ନଳ ଜଳିଲା। ଦେଖି କରି ଦଶାନନ ମହାକୋପ କଲା। ଯେ ବଣ ମସ୍ତକ ବଶେଷେ ଥିଲା ରହି। ତାହାକୁ ମୋଡ଼ିବ ଦୈତ୍ୟ ବିଚାର କରଇ। ବୃଷଭ ପୃଷ୍ଠରେ ବସିଣ ଦେବ ଈଶାନ। ଦଶାନନ ତପସ୍ଥାନେ ମିଳିଲେ ଯାଇଣ। ଦଶାନନ ଦଶମ ମୁଣ୍ଡକୁ ମୋଡ଼ୁଥିଲା। ଦଶାନନକୁ ବୋଲନ୍ତି ଡାକି ତହିଁ ଭୋଳା। ନବମ ମୁଣ୍ଡ ପର୍ଯ୍ୟନ୍ତ ପୋଡ଼ିଲୁ ରାବଣ। ଏ ମୁଣ୍ଡ ନାସିଲେ ବ୍ରହ୍ମ ହତ୍ୟା ପାପ ଜାଣ। ତୋ ପରି କଠୋର କର୍ମ କରି ନାହିଁ କେହି। ତୋର ତପ ଦେଖିଣ ସନ୍ତୋଷ ହେଲି ମୋହି। ବରମାଡ଼ ବସ୍ତ୍ର ମୁଣ୍ଡ ବିନାଶ ନ କର। ଘୋର ତପରେ ସନ୍ତୋଷ ହେଲି ଦଶ ଶିର। ଯାହା ଇଚ୍ଛା ତୋର ମାଗ ଏବେ ଦଶାନନ। ବହୁତ କଷ୍ଟ କରିଣ ସେବିଲୁ ଚରଣ। ଭୋଳାନାଥ ମୋହି ଅଟଇ ଯେ ସଂକର୍ଷଣ। ତପସ୍ୟା ତୋହର ଦେଖି ଆନନ୍ଦ ମୋ ମନ। ପ୍ରଭୁଙ୍କ ଶ୍ରୀମୁଖ ବାଣୀ ଶୁଣି ଦଶ ଶିର। ଦେଖି ସମ୍ମୁଖେ ଉଭାଉ ମୋ ଦେବୀ ଯେ ବର। କୁନ୍ଦ ଇନ୍ଦୁ ସମ ଶରୀର ଯେ ଶ୍ଵେତ ବର୍ଣ୍ଣ। ଭସ୍ମ ବିଲେପନ କଟିରେ ଶାର୍ଦୂଳ ଚର୍ମ। ଭିନ୍ନ ଜ୍ୟୋତି ବିରାଜଇ ତନି ନୟନରେ। ଫଣିମଣି ହାର ହୋଇ ଲମ୍ବିଛି ଗଳାରେ। ଜଟା ବିମଣ୍ଡିତ ଶିର ଦିଶଇ ସୁନ୍ଦର। କଳା ଇନ୍ଦୁ ତାର ତଳେ ଦିଶଇ ରୁଚିର। ପଦ୍ମଧନୁ ପଦ୍ମ କଳା କଳିଲା ପଦ୍ମର। ଏ ସମସ୍ତ ମିଶି କରି ଯେତେ ନାଗବର। କର୍ଣ୍ଣରେ କୁଣ୍ଡଳ ବାହୁଟି ଭୁଜରେ ଫଣି। ପଇତା କଙ୍କଣ ହୋଇଛନ୍ତି ପ୍ରଭୁ ଜାଣି। ଟଙ୍କ ଶୂଳ କର ବାଳ ପରଶୁ ଭୁଜରେ। ଭିନ୍ଦି ପାଳ ପାଶାଙ୍କୁଶ ଶୋଭଇ ହସ୍ତରେ। ଦଶାୟୁଧ ଦଶ ଭୁଜେ ଡମ୍ବରୁ ସାଙ୍ଗର। ନବଲକ୍ଷ ଡମ୍ବରୁ ବାଜେ ଅନ୍ତରିକ୍ଷର। ପ୍ରଥମ ଗଣ ଯେ ଚଉପାଶେ ବେଢ଼ିଛନ୍ତି। ଛତି କ୍ଷେତ୍ରେ କହି କେହୁ ଚାମର ବିଞ୍ଚନ୍ତି। ପୁଷ୍ପବୃଷ୍ଟି ଆକାଶରୁ ହୁଏ ଘନ ଘନ। ପ୍ରଣମିଲା ଦେଖି କରି ପଦେ ଦଶାନନ। ପୁଣି ସ୍ତୁତି କଲା ଯୋଡ଼ି କରିବେନି କର। ନମସ୍ତେ ହେ ପଶୁପତି ଭୋଳା ମହେଶ୍ୱର। ନମସ୍ତେ ସଦାନନ୍ଦ ହେ ବନ୍ଧୁ ଭକତର। ନମସ୍ତେ ହେ କୃପାମୟ ସିନ୍ଧୁ ମହେଶ୍ୱର। ନମସ୍ତେ କୈଳାସବାସୀ ପ୍ରଭୁ ସଦାନନ୍ଦ। ନମସ୍ତେ ହେ ତ୍ରିପୁରାରି ଜୀବ ଆନନ୍ଦ। ନମସ୍ତେ ଶ୍ରୀ ସଦାନନ୍ଦ ପାର୍ବତୀଙ୍କ ବର। ନମସ୍ତେ ଶ୍ରୀ ସଦାନନ୍ଦ ଭୟ ପଞ୍ଜର। ନମସ୍ତେ ଶ୍ରୀ ସଦାନନ୍ଦ ଦୁର୍ଗତି ନାଶକ। ନମସ୍ତେ ଶ୍ରୀ ସଦାନନ୍ଦ ପ୍ରଭୁ ତ୍ରିଅମ୍ବକ। ନମସ୍ତେ ଶ୍ରୀ ସଦାନନ୍ଦ ଭୁଜଗରହାର। ଦୈତ୍ୟ ଦର୍ପ ଗଞ୍ଜା ତୁମ୍ଭେ ଭୋଳା ମହେଶ୍ୱର।
नम पशुपति पिता जगत जनर अकरम दाता तुम्भे ब्रह्मांड ठाकुर नृत्यर से भोला तुम्भे ब्रह्मांडर स्वामी कंठ कला हेला प्रभु शंकर नमामि संसार पालक तुम्भे बंधु जगतर आदि अनादि परम ब्रह्म जे निराकार अवय क्षय देव धर्म हे शंकर तुम्भर चरणे सदा करे नमस्कार अक्षय अनादि चिदानंद आदि कंद सगुण निर्गुण तुम्भे ज्योतिर्मायानंद कहन्ति धातानंदन शुणत पोधन एहि परिस्तुति कला तहि दशानन तक्षण समस्त मुंड स्कंधरे लागई विंशकर को जोड़ीण वचन कई किछि तपस्या मोहर करि दर्शन प्रभु सदानंद होई मो परे प्रसन्न बर देवा पाई जेबे करिअछ मन जहा मो मागुछि ताहा करन्तु प्रदान देव यक्ष उरग पनग विद्याधर एमानंक हस्ते बद्ध नहिब मोर संग्राम रे जय न करिबे मते केहि अविनाश मो शरीर इबा थिब रहि त्रैलोक्य जिणिबि मोहि दियो एहि बर सहळे खटिबे पाद तଳରେ मोहर मनुष्य मोहर खाद्य पान जे अटंती तांको जिणिबा पाई मु मागिबि निकिति रावण मुखरु शुणी भोला महेश्वर एवमस्तु कही गले बुद्धिमंत गिर रावणर लंका जय करिबा शुण सर्व मुनि जन मन कर्ण देई सदाशिवंक चरित अमृत अटई श्रद्धा भक्ति रे जे जन पढ़ई पुराण शंकरंक पासे बसे सत्य वचन से प्रभुंक श्रीपदरे लगाईण ध्यान निज राज्य चली गला बिहुर दशानन माता पितांक पासरे जाइण मिलिला अति भक्ति भरे तांक चरण बंदिला पिता माता पुत्रंकु भूतळु उठाइले प्राण खोलिण ताहांकु आशीर्वाद कले आनंद होइण तहि विश्रवानंदन बर पाइबा प्रसंग करिला वर्णन सदाशिवंकु मनर से दश वचन जे परिवर पाइला कहे बखाणीण माता पितांकर हेला आनंदित मन शिशुपुत्र कोळे देला धरिला रावण शिशुको कोळे धरिण भासई रावण कुह कुह जननी काहार संतान नेक साहसी बोलई शुण रे नंदन तोर बरस के जन्म हेला ए संतान कुंभकर्ण एहि तोहरी कनिष्ठ भाई विपद बेଳରେ साहसी नाथ थे होई शुणी दशानन हेला
ଆନନ୍ଦିତ ମନ। ସାନ ଭାଇକୁ ସ୍ନେହରେ ଦେଲା ସେ ଚୁମ୍ବନ। ଚାନ୍ଦ ଦିନ ଅଟେ ପୁଣି ବାହାର ହୋଇଲା। ପାତାଳପୁରରେ ବୀରଜାଇଣ ମିଳିଲା। ଅସୁର ଗଣ ତାହାକୁ ଦେଖି ନଇଲେ। ପଚାରିଣ କୁଳ ଗୋତ୍ର ତାହାକୁ ଚିହ୍ନିଲେ। ପହଞ୍ଚାଇ ଦେଲେ ସୁମାଳି ପାଶରେ ନେଇ। ପାଦ ତଳେ 10 ଶିର ଆନନ୍ଦେ ନମଇ। ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସକଳ ଚରିତ। କହିଲା ବୁଝାଇ ତାକୁ ବିଶ୍ରବାର ସୁତ। ଯେଉଁ ପରିବର ତାକୁ ଦେଲେ ପଞ୍ଚାନନ। ଅଧାକୁ ସମସ୍ତ କଥା କହେ ବୁଝାଇଣ। ସୁମାଳି କହଇ ଭାଗ୍ୟ ଉଦେହେଲା ମୋର। ଯେଣୁ ଲୁଚି ରହିଥିଲା ମୁଁ ପାତାଳପୁର। ଦୋହି ତାର ସୁତ ଯେଣୁ ଆଖିରେ ଦେଖଇ। ମୋର ଠାରୁ ଭାଗ୍ୟବାନ ସଂସାରେ କେ ନାହିଁ। ନଗରେ ଉତ୍ସବ କରାଅ ବାଜୁ ବାଜାମାନ। ସୁବେଶ ହୋଇ ଆସନ୍ତୁ ରାକ୍ଷସ ଯେ ଗଣ। ସୁମାଳି ଏପରି ଆଜ୍ଞା କରନ୍ତେ ପ୍ରଦାନ। ଉତ୍ସବ କରିଲେ ନଗରେ ମିଳି ରକ୍ଷଗଣ। ସୁମାଳିର ପୁତ୍ର ନାମ ପ୍ରଶସ୍ତ ଅଟଇ। ଯୋଗାଡ଼ିଲେ ତତ୍କ୍ଷଣାତ ପୁତ୍ର ମଣଇ। ରତ୍ନ ପିଠେ ରାବଣକୁ ନେଇ ବସାଇଲେ। ବଳିଷ୍ଠ ଦାନବ ମାନ ତା ସଙ୍ଗେ ବସିଲେ। ଦିବ୍ୟମାଳି ଅନ୍ନମାନ ସୁବର୍ଣ୍ଣ ପାତ୍ରରେ। ଯତନ କରି ରଖିଲେ ରାବଣ ପାଶରେ। ଆମିଷ ନିରାମିଷର ଯେ ବ୍ୟଞ୍ଜନ ମାନ। ସନ୍ତୋଷ ହୋଇଲା କରି ଭୋଜନ ରାବଣ। କାକରା କ୍ଷୀରି ସାଲଡୁ ଝରା ଗଜା ଖଜା। ପାଚିଲା କଦଳୀ ଆମ୍ର କ୍ଷୀର ସୋରା ସଜା। 10 ଶିର ପରମ ସାନନ୍ଦ ଭୁଞ୍ଜି ମନେ। ଆଚମନ କଲା ବୀର ତାପରେ ଆପଣେ। ତାମ୍ବୁଳ ଭୁଞ୍ଜିଣ ପୁଣି ବୋଲେ ଦଶାନନ। ମାମୁଁ ପ୍ରଶସ୍ତକୁ ଦେବ ମୋର ସଙ୍ଗ ତେଣ। ଲଙ୍କାପୁରୀକୁ ଜିଣିବି ରାକ୍ଷସଙ୍କୁ ନେଇ। ଈଶ୍ୱରଙ୍କ ବରେ ନିଶ୍ଚେ ହୋଇବି ବିଜୟୀ। ମନରେ ତୋଷ ହୋଇଲା ସୁମାଳି ଅସୁର। କହେ ପ୍ରଶସ୍ତ ଆଉ ପାଶରେ ଯେ ତୋହର। ଏକ ରଥ ସାଜି ଦେଲା ଏସନ କହିଣ। 2 କୋଟି ବାଜି 1 କୋଟି ଗଜମାନ। ଶସ୍ତ୍ର ମାରି 5 କୋଟି ପଦାତି ସୈନ। ସମସ୍ତ ଦେଇଣ ବୋଲେ ଯାଅ ଦଶାନନ। ସମର କରିବ ଦ୍ୱିଜ ଶକ୍ତି ଅନୁସାରେ। ପରାଭବ ପାଇବେ ଯେପରି ଅସୁରେ। ଏକ ଦିବ୍ୟ ରଥ ଦଶାନନେ ସମର୍ପିଲେ। ପୋଲେ ମୟ ଦୈତ୍ୟ ମତେ ଏକା ଦେଇଥିଲେ। ପ୍ରମାଦ ପଡ଼ିବ ତହିଁ ବସିଲେ ରଥରେ। ଶତ୍ରୁକୁ ଜିଣିବ ଯେତେ ବିବାଦୀ ହୋଇଲେ। ସମସ୍ତରୀ ନ ହୋଇବେ କେହି ସୁର ନର। ଯହିଁ ଇଚ୍ଛା ତହିଁ ଯିବୁ ତୁହି 10 ଶିର। ଲୁହାର ଧନୁ 10ଟି କରିଲା ପ୍ରଦାନ।
ସମର୍ପିଣ ଦେଲା ବିବିଧ ଆୟୁଧମାନ। ଛେଲ କାନ୍ତି ଶୂଳ ଚକ୍ର ପରଶୁ ଅଶିବର। ବରଛା ପଟାଲାଙ୍କିଆ ଫଳା ମୁଦଗର। ବୋଲଇ ସନ୍ତୋଷେ ଏହା କରିଲି ପ୍ରଦାନ। ଅସ୍ତ ଦେଖି ମଘବାନ ଜୀବ ପଳାଇଣ। ପ୍ରଶସ୍ତକୁ ତାହାକୁ ପ୍ରଦାନ ଯେ କରିଲା। ଲଙ୍କାଗଡ଼ ଜୟ କର ବୋଲିଣ ବୋଇଲା। ରାବଣକୁ ନାନାବିଧ ଅଳଙ୍କାର ମାନ। ବିଦ ମୁଦି ଚନ୍ଦ୍ରହାର ବାହୁଟି କଙ୍କଣ। ରତ୍ନ ଓଢ଼ିଆଣି ଖଡ଼ୁ ଖଞ୍ଜିଲା ନୂପୁର। ଗନ୍ତା ପରୱାଣି ଦେଲା ମୁକୁଟ କୁଣ୍ଡଳ। ଅମଳାନ ବସ୍ତ୍ର ତୁଣୀର ସାଞ୍ଜୁ ଟୋପର। ଏ ସମସ୍ତ ଦ୍ରବ୍ୟ ଦେଲା ସୁମାଳି ଅସୁର। ସରକଳ ଦରବ ଘେନି ରଥେ ଦଶାନନ। ବାହାର ହୋଇଲା ଘେନି ସକଳ ସଇନ। ନିଶାଣ ଟମକ ଆଦି ବାଜେ ବାଦ୍ୟମାନ। ସିଂହନାଦ କଲେ ଧରା ହେଲା କମ୍ପମାନ। ରାବଣର ସାହସରେ ଦାନବେ ଚଳିଲେ। ଚୌଦିଗ ଉଛୁଳି ପଡ଼େ ମୁଖର ଭାବରେ। ଲଙ୍କା କଟକରେ ପ୍ରବେଶିଲା ଦଶାନନ। ହସ୍ତୀଙ୍କ ପରେ ମାହୁନ୍ତେ କରନ୍ତି ଗମନ। ଝଲମଲ ଝଟକଇ ଅସ୍ତ୍ର ଶସ୍ତ୍ରମାନ। ପଲ ଯୋଦ୍ଧା କ୍ରୋଧେ କରନ୍ତି ଯେହୁ ଗମନ। ଅସହସ୍ତୀଙ୍କର ମୁଖ ରାବ ଘନ ଘନ। ରଥୀଙ୍କର ରଥ ଘୋଷେ ଉଛୁଳ ସ୍ଥାନ। ଘୋର କୋଳାହଳ ହେଲା ଲଙ୍କା କଟକରେ। ଦୈତ୍ୟ ବଳ ଖେପି ଗଲେ ନିମିଷ ମାତ୍ରରେ। ପ୍ରଶସ୍ତ ମାମୁ କହେ ଯେ ବୀର ଦଶାନନ। କୁବେର ପାଶକୁ ମାମୁ କରିବ ଗମନ। ଆସିଅଛି ମୋ ବାରତା ଦେବ ଶୁଣାଇଣ। କହିବ ଲଙ୍କା ଛାଡ଼ିଣ ଯାଅ ପଳାଇଣ। ପାଦ ପୂଜା କଲେଣି ତ ସର୍ବଲୋକମାନ। ବହୁତ କାଳ ଏ ପୁରେ ହୋଇଲୁ ରାଜନ। ଭାଗ ଛଇ ମୋହର ଏ ଲଙ୍କା ନବରେ। ଭୋଗ କରିବି ଥୋକାଏ ଦିନ ମୁଁ ଏଠାରେ। କୁବେର ଜ୍ୟେଷ୍ଠ ସଦର ମୋହର ଅଟଇ। ପଠାଇଲି ମନ୍ତ୍ରୀ ତୁମ୍ଭଙ୍କୁ କହିବ ଯାଇ। ନହିଲେ ସଙ୍ଗତରେ ଘେନି ଯେ ରୁକ୍ଷ ଗଣ। ଘଉଡ଼ାଇ ଦିଅନ୍ତି ମୁଁ ମୁହୂର୍ତ୍ତ ମାତ୍ରେଣ। ବୁଝି ଆସ ମାମୁ ମାନି ବଚନ ମୋହର। ନଗଲେ ସୈନ୍ୟ ଘେନି ଯୁଝୁମ ସଙ୍ଗର। ପଠାଇଲା 10 ଶିର ଏ ଆଦେଶ ଦେଇ। ଲଙ୍କାପୁରରେ ପ୍ରଶସ୍ତ ପ୍ରବେଶିଲା ଯାଇ। ଦ୍ୱାରପାଳକୁ ସମସ୍ତ କହିଲା ବୁଝାଇ। ଦ୍ୱାରପାଳ ଶୁଣି କୁବେର ପାଶେ ମିଳଇ। ବୋଲଇ କୁବେର ଶୁଣ ମୋହର ବଚନ। କନିଷ୍ଠ ଭାଇ ତୁମ୍ଭର ଅଟେ ଦଶାନନ। ବହୁ କଷ୍ଟ ସହିଣ ସେ ତପ ଆଚରିଣ। ସଦାଶିବଙ୍କୁ ତୋଷିଲା କଲେ ବରଦାନ। ତାଙ୍କ ବରରେ ତ୍ରିପୁର ଜୟୀ ଦଶାନନ। ସାନ ଭ୍ରାତ ଇନ୍ଦ୍ର କୁଟି ଜୀବଟି ଦିଗଣ।
ତୁମ୍ଭର ପାଶକୁ ଛନ୍ତି ମୋତେ ସେ ପଠାଇ। ସ୍ୱର୍ଣ୍ଣଲଙ୍କା ଛାଡ଼ି ଏବେ ଯାଆନ୍ତୁ ପଳାଇ। ଏଠାରେ ରହି ସାଧିବ ଏତ୍ରୟ ଭୁବନ। ଅନିଚ୍ଛୁକ ଯେବେ ଯାଇ କର ତୁମ୍ଭେରଣ। ଏପରି ବଚନ ପ୍ରଶସ୍ତ ମୁଖ ଶୁଣିଲା। କୋପାନଳ ହୋଇ କରି କୁବେର ଉଠିଲା। ଭଣ୍ଡିଆଣି ଅଛ ତାକୁ ପୁରକୁ ମୋହର। ଖଣ୍ଡିତ କରିବି ଦେହ ପିଟି ଗଦାବର। ଦୁଷ୍ଟ ଦାନବ ଗଣ କାଉର ସାଜେ ପାଇ। ମଧ୍ୟ ସ୍ୱର୍ଗକୁ ତୁମ୍ଭେ ଯେ ଆସିଅଛ ଧାଇଁ। ବିଷ୍ଣୁଙ୍କୁ ଡରି ପାତାଳେ ଲୁଚି ରହିଥିଲ। କାର ସାମର୍ଥ୍ୟ ପାଇଣ ବାହାରି ଆସିଲ। ଅସୁରମାନ ନାସିବି କରି ଘୋର ରଣ। ତାକୁ କିମ୍ପାଇଁ ଛାଡ଼ିବି ଏ ଲଙ୍କା ଭୁବନ। ଏତେ କହି ଯକ୍ଷ ରଣେ ଆଦେଶ ସେ ହେଲା। ସାଜ କରିବା ସଂଗ୍ରାମରେ ବେଳ ତ ହୋଇଲା। ରତ୍ନାବଳୀ ଗଦା ହସ୍ତେ ଧରିଣ ମୋହର। ଏକ୍ଷଣି ନିଧନ ମୁହିଁ କରିବି ଅସୁର। ପ୍ରଶସ୍ତ ବାହୁଡ଼ି ଆସେ ତାକୁ ଦେଖିଣ। ପ୍ରବେଶେ କହିଲା ଯହିଁ ଥିଲା ଦଶାନନ। କହି ତୋର ଆଦେଶ ନ ମାନି କୁବେର। ସଂଗ୍ରାମ କରିବ ଆଜି ସଙ୍ଗରେ ମୋହର। ସଂଗ୍ରାମ କରିଣ ମୁହିଁ ନାସିବି ଅସୁର। ସଂଗ୍ରାମ ପାଇଁ କି ସଜାଇଛି ସୈନ୍ୟ ତାର। ପ୍ରଶସ୍ତ ବାକ୍ୟେ କମ୍ପିଲା ବୀର ଦଶାନନ। ବୋଲ କୁବେରର ମୁଁ ଘେନିବି ଯେ ଜୀବନ। ଭୟ ନ କରିଣ ଚାଲ ସକଳ ଅସୁର। କୁବେର ଜିଣି ଭୋଗିବ ସ୍ୱର୍ଣ୍ଣଲଙ୍କାପୁର। ନିଶ ମୋଡ଼ିଣ ରାବଣ ଗୋମଇ ଆଗରେ। ରାବଣ ବଳେ ଅସୁରେ ତକ୍ଷଣେ ଚଳିଲେ। ଧର ଧର ମାର ମାର ଶୁଭୁଅଛି ସ୍ୱନ। ଅସୁର ମାନେ ଗମନ୍ତି କରି ଗରଜନ। ଢେଲ ଦମା ବିନେ ଘୋଷ ଦାଉଣ୍ଡି ବାଜଇ। ଚାଲନ୍ତି ଅସୁର ଗଣ ମହିମା ଦେଖାଇ। କମ୍ପୁଅଛି ମୁଖରା ବସବଦେ ଗଗନ। ଲଙ୍କା ଦ୍ୱାରେ ପ୍ରବେଶିଲା ଜାର ଦଶାନନ। କୁବେରକୁ ଡଗର ଯେ ବାରତା କହିଲା। ଯୁଦ୍ଧ କରିବା ପାଇଁ କି ରାବଣ ଅଇଲା। ଡଗର ମୁଖ ବାରତା କୁବେର ପାଇଲେ। ପୁଷ୍ପକ ବିମାନ ପରେ ଯାଇଣ ବସିଲେ। ପ୍ରଶସ୍ତ କଥାରେ ସଜ ହୋଇଥିଲେ ରହି। ଅସୁର ଆସିବା ଜାଣି ଆସିଲେ ପଳାଇ। ନିଶ ମୋଡ଼ି ଯକ୍ଷ ଗଣ ହୋଇଲେ ବାହାର। ନିଜ ନିଜ ଦାନେ କରି ଗମିଲେ ସତର। ଛେଲ ଚକ୍ର କାତି ହସ୍ତେ ଗଦା ମୁଦୁଗର। କେତେକ ହସ୍ତରେ ଧରିଛନ୍ତି ଧନୁସର। ରକ୍ଷ କିଂ ପୁରୁଷ ନିଧି ଗଣ ଏକ ହୋଇ। ଅସ୍ତ୍ରଶସ୍ତ୍ର ଧରି ଆସିଛନ୍ତି ଯୁଦ୍ଧ ପାଇଁ। କୁବେର ନିଜର ଥାଟ ଧରି ସଙ୍ଗ ଡର। ତିନି ଗୁଣ ହୋଇଗଲା ନବରୁ ବାହାର। ଯକ୍ଷଗଣ ଭେଟିଲେ ରାବଣ ସଙ୍ଗରେ।
ନିଜ ନିଜ ଅସ୍ତ୍ର ଘେନି ପିଟା ପିଟି ହେଲେ। ଦୁଇ ଥାଟରେ ସମର ଲାଗିଲା ପ୍ରବଳ। ମାରନ୍ତି ବିବିଧ ଶସ୍ତ୍ର କରି ରଣକାର। ନଳ କୁବେର ଯେ କୁବେରଙ୍କର ନନ୍ଦନ। ଦୈତ ଗଣ୍ଡେ ଫିଟାଇ ଗଦାକୁ ଘେନିଣ। ଦଶ ବିଂଶ ରାକ୍ଷସଙ୍କ ମାରେ କାଥରେ। କାଳ ଦେବତା ପରାଏ ଦୈତ୍ୟଙ୍କୁ ବେଢ଼ିଲେ। ଆର୍ଦ୍ଦାବଳୀ ପରି ଧନୁ କୁବେର ଧରିଣ। ଜଳଧାରା ସମସ୍ତର କରନ୍ତି ବର୍ଷଣ। ଅସୁରଙ୍କ କବଚକୁ କରିଲେ ଛେଦନ। ପୃଷ୍ଠେ ସେନାର ଚମାନ ବାହାରେ ଫୁଟିଣ। 3 କୋଟି ଯକ୍ଷ 5 କୋଟି ରକ୍ଷଗଣ। ମୁଦ୍ଗର ଧାରୀ ପୁରୁଷ 92 କୋଟି ପରମାଣ। ଯୁଦ୍ଧ କଲେ କ୍ରୋଧ ବହିଣ ଏକତ୍ର ହୋଇ। ବୀରବାଦ୍ୟ ବାଜୁଅଛି ରଣର ପ୍ରାଙ୍ଗଣେ। ବଜ୍ରବାଣ ଘଡ଼ଘଡ଼ି ପରିଗରଜଇ। କରୁଛନ୍ତି ରଣ ପଛ ଘୁଞ୍ଚା କେ ନ ଦେଇ। ଘନ ଘନ ତୀକ୍ଷ୍ଣ ସ୍ୱର ଆକାଶ ପଡ଼ଇ। ପରିଘ ଗଦା ମୁଦ୍ଗର ନିରତେ ମାରଇ। ବଡ଼ ବଡ଼ ଭେଣ୍ଡା ଖଡ଼୍ଗ ଧରିଣ ହସ୍ତର। ହାଣୁଛନ୍ତି ଗଣ୍ଡା ଗଣ୍ଡା ଭେଣ୍ଡାଙ୍କର ଶିର। ପ୍ରଶସ୍ତର ହରହ ଡାକେ ଯେ ବାରମ୍ବାର। ଡରି ପଳାଅ କାହାକୁ ଆଗେ ରକ୍ଷ ବୀର। ନୁହେଁ ଉଚିତ କର୍ମ ବୀରମାନଙ୍କର। କୁହ ସର୍ବେ କି କାରଣେ ପକାଅ ସତର। ତୁହାଇ ପିଟୁଣ ଅଛି ଅସୁରଙ୍କ ପର। ଯମ ପରି ପର ଚଣ୍ଡ ମୂରତି ଧରିଛି। ସଂଗ୍ରାମ ଛାଡ଼ି ଶାନ୍ତି ପଳାଇ ଆସିଛି। ନଳ କୁବେର ଏକାଳେ ପରବେଶ ହେଲା। ପ୍ରଶସ୍ତ ରଥରେ ନେଇ ଗଦାକୁ ପିଟିଲା। ଗଦା ପ୍ରହାର ତାହାର ରଥ ଭାଙ୍ଗିଗଲା। ଆନ ରଥେ ବସିଣ ଅସୁର ଯୁଦ୍ଧ କଲା। କଳ୍ପାକ୍ଷିକା କାକ୍ଷମୟ ବାକାସୁର ଜାଣ। ବୈତ୍ରୀଶିର ଭଲ୍ଲୁକ ଯେ କାକ ପଦଗଣ। ଜମ୍ବୁମାଳି ଶାର୍ଦୂଳ ସହାସ୍ୟ ଯେ ବିକର୍ଣ୍ଣ। ଦାସମାଳି ଯମଦନ୍ତ ନିକୁମ୍ଭ ଗଜକର୍ଣ୍ଣ। ଏମାନଙ୍କୁ ଘେନି କରି ଯେତେକ ଅସୁର। ଓଗାଳିଲେ କୁବେରଙ୍କ ସୈନ୍ୟ ଯେ ସକଳ। ବେଳୁ ବେଳ ଭୟଙ୍କର ହୋଇଲା କରଣ। ମୁଣ୍ଡକା ଛିଡ଼ିଲା ଛିଡ଼ିଗଲା କା ଚରଣ। ଧନସର କାବକ୍ଷରେ ଅଛଇ ଶୋଭନ। ଜଳି ଶୁଷ୍କ ବୃକ୍ଷ ପରି କେଉଁ ଯେ ଜନ। କାର ହସ୍ତ କାର ପଦ ଛିଡ଼ିଣ ପଡ଼ଇ। ମରିଯାନ୍ତି କେତେ ପୁଣି ଗଡ଼ା ଗଡ଼ି ହୋଇ। ଧରା ଧରି ହୋଇ କେତେ କରନ୍ତି ଲଢ଼ାଇ। ଛେଲ ଚକ୍ର କାତି ଧରି କେ ଅବା ମରଇ। ଏ ସନରଣ କରନ୍ତି ମିଶିବେ ନିଜନ। ଯୁଦ୍ଧଭୂମି ପୁରୀ ଗଲା ଶବ ମାଳ ମାଳ। ଶାଗୁଣା ବିଲୁଆ ସର୍ବେ ସେଠି ପ୍ରବେଶିଲେ। ଶବଙ୍କ ଦେହରୁ ପଡ଼ି ମାଂସକୁ ଖାଇଲେ।
ତା ଦେଖିଣ ମହାକୋପ କରି ଦଶାନନ। କୁବେର ପାଖରେ ନେଇ ରଖାଇଲା ଯାନ। କୁବେର ପୁଷ୍ପକ ଜାନେ ଥାଇଣ କହଇ। ଆରେ ରେ କୁବେର ତୁହି ଅଟୁ ମୋର ଭାଇ। କିମ୍ପାଇଁ ଆସିଲୁ ଏମାନଙ୍କ ବାକ୍ୟ ଶୁଣି। ଜଣା ପଡ଼ିଲାଣି ତୁହି ମରିବୁ ଏକ୍ଷଣି। ଏହି ଗଦା ପ୍ରହାରିଲି କୋପିତ ହୋଇଣ। ଦେଖ ଏ ପର୍ବତ ହୋଇଛି ଚୂର୍ଣ୍ଣ ବିଚୂର୍ଣ୍ଣ। ପୂର୍ବେ ନିଶା ପାଳନାମେ ଏକରି ସାଚର। ମୋ ସଙ୍ଗରେ ଆସି ଯୁଦ୍ଧ କରିଲା ଅପାର। ଇନ୍ଦ୍ର ପଳାନ୍ତି ଭୟରେ ତାହାକୁ ଦେଖିଣ। ମୋହରି ଗଦା ପ୍ରହାରେ ତେଜିଲା ଜୀବନ। ଯାହାକୁ ପ୍ରହାର କରି ବଇଁଏ ଗଦାରେ। ଜାଣିଥାଅ ଦଶାନନ ସେ ପରାଣ ହରେ। ନ ବୁଝିଣ ଧୂଳି ଖେଳ ଆସିଅଛ ତୁହି। ରଥ ସହିତରେ ଧୂଳି ତୋତେ କରିବଇଁ। ପଛ କଥା ଛାଡ଼ ପଣ ମୋ ପଦେ ଶରଣ। ପଛ କଥା ଛାଡ଼ ପଶ ମୋ ପଦେ ଶରଣ। କ୍ଷମା କରିବି ମୁଁ ତୋର ଯାହା ଦୋଷ ଗୁଣ। କୁବେରଙ୍କର ମୁଖରୁ ଶୁଣି ଦଶାନନ। ଅତି କ୍ରୋଧରେ ତାହାଙ୍କୁ କହିଲା ବଚନ। କେତେ ଦେଖାଉଛୁ ତୁହି ତୋ ବଡ଼ି ମାପଣ। ତୁହି ବିଶ୍ରବାଙ୍କ ସୁତ ମୁଁ ତାଙ୍କ ନନ୍ଦନ। ଈଶ୍ୱରଙ୍କର ବରରେ ତ୍ରିଲୋକ ଜାଣିଣ। ଲଙ୍କା ସମ୍ପଦ ତ କରୁ ନେବି ଛଡ଼ାଇଣ। ଜ୍ୟେଷ୍ଠ ଭାଇ ବୋଲି ତୋତେ ମୁହିଁ ଭାବିଥିଲି। ତୋର ଗର୍ବ ଦେଖି କରି ଆଶ୍ଚର୍ଯ୍ୟ ହୋଇଲି। ବାଣ ବରଷ କରଇ କହି ଦଶଶିର। ବାଣ ନ ଆସୁଣ ତାହା ନିବାରି କୁବେର। ଲୁହା ଧନୁ 10 ଭୁଜେ ଧରି ଦଶାନନ। ଅତି କ୍ରୋଧରେ ନାରଦ କରଇ ସନ୍ଧାନ। ସେନାର ଚକୁ କୁବେର ନ କରି ଖାତର। ନିବାରି ଦିଅନ୍ତି ପାଶକୁ ନ ଆସୁ ସର। ଅସୁର ଅସ୍ତ୍ର ବିନ୍ଧଇ ବୀର ଦଶାନନ। ଯକ୍ଷ ଗଣଙ୍କ ମସ୍ତକ କରିଲା ଛେଦନ। କ୍ରୋଧାନଳେ ଜଳିଗଲା ଦେଖିଣ କୁବେର। ରାବଣ ମସ୍ତକେ ଗଦା କରିଲା ପ୍ରହାର। ଗଦା ବାଜି ରାବଣର କିଛି ନ ହୋଇଲା। ଧନେଶ୍ୱର ମନେ ମନେ ମହାଭୟ କଲା। ଗଦା ପ୍ରହାର କରନ୍ତେ କୋପରେ କୁବେର। ହସି ହସି ମୁଣ୍ଡ ପାତି ଅଛି ଦଶଶିର। ହରଙ୍କ ବରରୁ ବଜ୍ର ସର୍ବାଙ୍ଗ ତାହାର। କିଛି କ୍ଷତି ନ ହୋଇଲା ବାଜି ଗଦାବର। କୁବେର ଗଦା ତା ହସ୍ତୁ ଛଡ଼ାଇ ଆଣିଲା। ଲେଉଟାଇ ତା ମସ୍ତକେ ପ୍ରହାର କରିଲା। କୁବେର ଅଜ୍ଞାନ ହୋଇ ମହିରେ ପଡ଼ଇ। ପୁଷ୍ପକ ବିମାନେ ଦୈତ୍ୟ ବସିଲା କଜାଇ। କୁବେର ମୋହ ହୁଅନ୍ତେ ସର୍ବରକ୍ଷଗଣ। ଗଣନ କରିଣ ରହିଗଲେ ସ୍ଥାଣ ସମ। କୁବେରଙ୍କୁ ଅନ୍ୟ ରଥେ ଶୁଆଇଲେ ନେଇ।
पुत्र पौत्री घेने करी जाती पलाई निजर परिवार घेने जीवन बिकले लंकागढ़ छाड़ी करी पलायन गले कैलास भुवने परवेश हेले जाई शिवंक पासे रहिले बुद्धिमंत कही जदक्षरं पदभ्रष्टं मात्राहीना जगद्भवे तत्सर्वं क्षमतां देव प्रसिद्धं परमेश्वर भीमस्यापि रणभंग मुनिरपि मतिभ्रम यदि शुद्धम् अशुद्धं वा मम दोष न विद्यते भूमिस्खलितपादानं भूमिरेवावलं बलं तुमे धाता पराधीनं त्वमेव शरणं